ଆଜ୍ଞା ଯିଏ ଚେଇଁ ଶୋଇବ ତାକୁ କିଏ ଉଠେଇବ କହୁନାହାନ୍ତି। ଯଦି ବାଡ଼ ହେଇ ଖଦା କରିବେ ତାକୁ କିଏ କହିବ। ମୋ ଘର ବଙ୍ଗାଳୀ ସାହି ପାଖରେ। ମୁଁ ବଙ୍ଗାଳୀ ସାହି ଛକ ଦେଇ ରୋଡକୁ ଆସି ଦେଖିଲା ବେଳକୁ ଯେ ବଙ୍ଗାଳୀ ସାହି ଛକରେ ଯୋଉ ଆମ ହସ୍ପିଟାଲ ତାର ଯୋଉ ସାମ୍ନାରେ କେନାଲ ବନ୍ଧ କରରେ ନୂତନ ଗୃହ ନିର୍ମାଣ ହଉଛି, ସେଠି ଟ୍ରାକ୍ଟରରେ ବାଲି ଲୋଡ ଅନଲୋଡ ହଉଛି ଏବଂ ସେଠି ଗୋଟେ ଜେସିବି ରହି ତାକୁ ଲେବେଲିଂ କରୁଛି। ତ ଦେଖିଲି ଏତେ ରାତିରେ, ପ୍ରାୟ ରାତି 3ଟା ପାଖାପାଖି ହବ, ସେ ସମୟରେ ମାଟିଟା ବାଲିଟା କୋଉଠୁ ଆସୁଛି। ତାପରେ ମୁଁ ଗାଡ଼ି ମାରି ଆସି ନୂଆଗାଁ ଛକରେ ଦେଖିଲା ବେଳକୁ ସେ ନୂଆଗାଁ କଲେଜ ପଟୁ ବାଲି ଯାଉଛି। ତାପରେ ମୁଁ ଦେଖିଲି ଆଉ ଟିକେ ଆଗକୁ ଆସି ଦେଖିଲା ବେଳକୁ ପୂର୍ବତନ ବିଧାୟକ ରବୀନ୍ଦ୍ର ମଲ୍ଲିକଙ୍କର ଘରର ପଛପଟେ ଯୋଉ ଜାଗା ଅଛି ସେଠୁ ବାଲି ଟ୍ରାକ୍ଟର ଦ୍ୱାରା ଯାଉଛି। ଦୂରରୁ ମୁଁ ଦେଖିଲି ଜେସିବି ମେସିନ ଲାଗି ତାର ସାଉଣ୍ଡ ଶୁଭୁଛି। ମୁଁ ଏତେ ପାଖରୁ ମୁଁ ରବଙ୍କ ଘର ସାମ୍ନାରୁ ସେଇଠୁ ଲକ୍ଷ୍ୟ କଲି, ଦେଖିଲି ସେଇଠୁ ଟ୍ରାକ୍ଟରରେ ମାଟି ବୁହାଇ ଯାଇକି ସେଠି ଅନଲୋଡ ହଉଛି। ଆଜ୍ଞା ଯିଏ ଚେଇଁ ଶୋଇବ ତାକୁ କିଏ ଉଠେଇବ କହୁନାହାନ୍ତି। ବର୍ତ୍ତମାନ ଯଦି ବାଡ଼ ହେଇ ଖଦା କରିବେ ତାକୁ କିଏ କହିବ। ବର୍ତ୍ତମାନ ତହସିଲଦାର ହୁଅନ୍ତୁ, ଆର୍ଆଇ ହୁଅନ୍ତୁ, ଆଉ ଯିଏ ବି ପ୍ରଶାସନ ହୁଅନ୍ତୁ, ସେମାନଙ୍କ ଦାୟିତ୍ୱ ହେଲା ସରକାରୀ ଜିନିଷକୁ ରକ୍ଷଣାବେକ୍ଷଣ କରିବା କଥା। ସେ ତାକୁ ବର୍ତ୍ତମାନ ସୁଦ୍ଧା ରକ୍ଷଣାବେକ୍ଷଣ କରୁନାହାନ୍ତି। ତାଙ୍କର ଯଦି ସେପଟେ ଇଏ ଚୋରା କାରବାରରେ ହାତ ଥାଏ, ଆମେ ଆଶା କରୁଛୁ ତାଙ୍କ ହାତ ଥାଇପାରେ। ତେଣୁ ଯଦି ନଥିବ ତାହେଲେ ଏଇ ଯୋଉ ଆଜିକାର ଇଏକୁ ସେମାନେ ତଦନ୍ତ କରିବେ ଏବଂ କୋଉ ଜେସିବି କୋଉ ଟ୍ରାକ୍ଟର ଏଠି ବାଲି ଉଠେଇଛନ୍ତି ଏବଂ କୋଉ ପ୍ଲଟ ଉଠେଇଛନ୍ତି ତାକୁ ତଦାରଖ କରି ଏହାର ପଦକ୍ଷେପ ନେବେ। ଯଦି ସେ ନ ନିଅନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ଏଠି ନୂଆଗାଁ ପଞ୍ଚାୟତର ଆମଳାକୁଦ ପଞ୍ଚାୟତର ଆମେ ଲୋକମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହବୁ। ମୋର ଟିକେ ଦେହ ଅସୁସ୍ଥ ଥିଲା, ମୁଁ ଯାଇଥିଲି ମେଡିକାଲ ଯାଇଥିଲି। ମେଡିକାଲରୁ ଫେରିଲା ବେଳେ ଦେଖିଲି ଯେ 10-12ଟା ଖଣ୍ଡେ ଟ୍ରାକ୍ଟର ବାଲି କଲେଜ ରାସ୍ତା ଦେଇ ଯାଇ ଆମ ହସ୍ପିଟାଲ ସାମ୍ନାରେ ଢଳା ହଉଛି। ମୁଁ ଆସି ଠିଆ ହେଇକି ଦେଖିଲି କଲେଜ ପାଖରେ ବାଲିଟା ଉଠୁଛି କୋଉଠୁ। ବାଲି ଉଠିବା ଜାଗାଟା ହଉଛି ପୂର୍ବତନ ବିଧାୟକ ରବୀନ୍ଦ୍ର କୁମାର ମଲ୍ଲିକ। ତାଙ୍କର ଯୋଉ ଘର ଅଛି, ତାଙ୍କ ଘର ସାମ୍ନାରୁ ବାଲି ଉଠୁଥିଲା। ମୁଁ ଦେଖିକି ଟ୍ରାକ୍ଟରର ପଛେ ପଛେ ମୁଁ ଆସିଲି।